ପିଲାମାନେ ଆଜି ଆମେ ଷ୍ଟାର୍ଟ କରିବା ଚैप्टरଟି ନୂଆ ସିଲାବସ୍ର ସଂଖ୍ୟାର କାହାଣୀ। ଏ ବିଷୟଟି ଡାଇରେକ୍ଟଲି ପିଲାମାନେ ମୁଁ क्वेश्चन आंसर ଷ୍ଟାର୍ଟ କରୁଛୁ, ନିଜେ କରି ଦେଖ। ଯଦି ବିଷୟ ବିଷୟରେ ଡିଟେଲ୍ ପୁରା ଗୋଟେ ଭିଡ଼ିଓ ଚାହୁଁଛ ତାହେଲେ ମୁଁ ଆ ପାଇଁ କମେଣ୍ଟରେ ତୁମେ ମାନେ ଇଏ ଲେଖ, ମୁଁ ନିହାତି ଆ ପାଇଁ ଗୋଟେ ଅଲଗା ଭିଡ଼ିଓ ବନେଇବି। ଏବେ ଷ୍ଟାର୍ଟ କରିବା, ନିଜେ କରି ଦେଖ। ପ୍ରଥମ क्वेश्चन କ'ଣ କହିଲା? କହିଲା ମନେକର ତୁମେ ପ୍ରଥମ ପ୍ରଣାଳୀ ଯେ ବିଷୟ ବିଷୟରେ ଯେ ପ୍ରଣାଳୀ କହିଛି ସବୁଗୁଡ଼ା, ତ ପ୍ରଥମ ପ୍ରଣାଳୀ ଅନୁଯାୟୀ କାଠି ସାହାଯ୍ୟରେ ସଂଖ୍ୟାକୁ ଉପସ୍ଥାପନ କରିବା ପାଇଁ ସଂଖ୍ୟା ପ୍ରଣାଳୀ ବ୍ୟବହାର କରିବା। ହିନ୍ଦୁ ସଂଖ୍ୟା ପଦ୍ଧତି ସଂଖ୍ୟାନାମା ବା ସଂଖ୍ୟା ସୂଚକକୁ ବ୍ୟବହାର ନ କରି କେବଳ ଦୁଇଟି କାଠି ନେଇ ବା ଦୁଇଟି ସଂଖ୍ୟା ନେଇ ଯୋଗ ବିয়োଗ ଗୁଣନ ହରଣ ଏକ ଉପାୟ ସ୍ଥିର କରିବା। ଠିକ୍ ଅଛି ପିଲାମାନେ, 1 ନମ୍ବର ମୁଁ ଯେମିତି ଲେଖୁଛି ପିଲାମାନେ ସେମିତି ଲେଖିବ, କିଛି ନାହିଁ, ସାଧା क्वेश्चन। ତ ଆକୁ ସମାଧାନ କରିବା। ତ ଆମକୁ ପ୍ରଥମେ ମନେ କରିବାକୁ ହେବ। ମନେକର ଆମର ଦୁଇଟି ସଂକେତ ହେଉଛି, ସେ କହିଲା ଦୁଇଟି ସଂକେତ ନେଇପାରିବା। ଦୁଇଟି ସଂକେତ ହେଉଛି, ଗୋଟେ ସଂକେତ ଏରକ ଗୋଟେ କାଠି ନେଲେ 1 ପାଇଁ, ଇଂଲିଶ ଲେଖୁଛୁ ଓଡ଼ିଆ ହେଇଗଲା 1 ପାଇଁ। 1 ପାଇଁ ଆମେ ଏଟା ନେଲେ ଏବଂ ଏଟା ଆଉ ଗୋଟେ ସଂକେତ, ଦୁଇଟା କାଠି। ଏଟା କାହା ପାଇଁ ନା 2 ପାଇଁ। ଠିକ୍ ଅଛି। ଏବେ ସେ କହିଲା ଯୋଗ ବିয়োଗ ଗୁଣନ ହରଣ କରିବା, ତାହେଲେ ଗୋଟେ ଗୋଟେ କରିବା। ଯୋଗ କରିବା ଫାଷ୍ଟ। ଦେଖ କେମିତି ମୁଁ ଲେଖୁଛୁ, ସଂକେତ ଗୁଡ଼ିକ ପାଖାପାଖି ରଖିବା। ପ୍ରଥମେ ସଂକେତ ଗୁଡ଼ିକ ପାଖାପାଖି ରଖିକି ସିନା ଯୋଗ କରିବା। ଯଥା ପ୍ରଥମ ସଂକେତ ଯୁକ୍ତ ଚିହ୍ନ ଦେଲେ, ଦ୍ୱିତୀୟ ସଂକେତ ସିଧା ଗାର ସିଧା ପିଲାମାନେ, ତାହେଲେ ଦୁଇଟା ଗାର ଦୁଇଟା କାଠି ଯୁକ୍ତ ଗୋଟେ କାଠି କେତେଟା ହେଇଯିବ? 3ଟା କାଠି ବା ବ୍ରେକେଟ୍ରେ ମୁଁ 3 ଲେଖୁଛୁ ହେଲା। ଫାଷ୍ଟ ସରିଗଲା, ଯୋଗ ସରିଗଲା। ଏବେ କରିବା ବିয়োଗ। କିଛି ନାହିଁ, ଏଇଟା ସାଧା ପାଠ, ଖାଲି ନୂଆ ବୋଲି ତୁମକୁ କଡ଼ା ଲାଗୁଥିବ, କଡ଼ା କିଛି ନାହିଁ। ବିয়োଗ ପିଲାମାନେ ଏଇଟା ଗ। ସେହିପରି ସଂକେତ ଗୁଡ଼ିକୁ ପାଖାପାଖି ରଖିବା। ତାହେଲେ କ'ଣ ହେଇଯିବ? ଯଥା ଧର ମୁଁ 3ଟା କାଠି ନେଲି, 3ଟା କାଠି ବିଯୁକ୍ତ ଚିହ୍ନ ଦେନି, 2ଟା କାଠି। 3ଟା କାଠିରୁ 2ଟା କାଠି ମାନେ କେତେଟା କାଠି ରହିବ ପିଲାମାନେ? 3ଟାରୁ 2ଟା କାଠି ଚାଲିଗଲେ ଗୋଟେ କାଠି ରହିଲା। ଏବେ ଯିବା ଗୁଣନ। ଏକ ଦେଖ କେମିତି ଲେଖୁଛି, ଦେଖ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବାରମ୍ବାର ସମୂହ କରିବା। ଯଥା କ'ଣ କରିବା? ଧର 2ଟା କାଠି ଗୁଣନ 2ଟା କାଠି, ତାହେଲେ କେତେ ହେଇଯିବ? ତାମାନେ ଦେଖ, ଗୋଟେ ନିର୍ଦ୍ଦିଷ୍ଟ ସଂଖ୍ୟାକୁ 2 ଗୁଣନ 2 ମାନେ 2ଟାକୁ ଆମେ 2ଟା କାଠିକୁ 2 ଥର ଗୁଣିବା, ତ 2ଟା ସମୂହ, ପୁଣି ଥରେ ସେଇ 2ଟା ସମୂହ, 2 ଗୁଣନ 2। ଏମିତି 3ଟା ଯଦି ଥାନ୍ତା 3 ଗୁଣନ 3 ହେଇଥାନ୍ତା, କି 3 ଗୁଣନ ଯେତେ ହେଇଥାନ୍ତା, ତାହେଲେ ଏଇଟା 4ଟା କାଠି। 4 1। ଏବେ ହରଣ କରିବା। ବଡ଼ ସମୂହ
ରୁ ସମାନ ସଂଖ୍ୟକ କାଠିକୁ କେତେ ଥର, ଦେଖ ପିଲାମାନେ ଯେମିତି ଲେଖୁଛ ସେମିତି ଲେଖିବ, କିଛି ଟେନସନ୍ ନେବାର ନାହିଁ। କେତେ ଥର ଅଲଗା କରା ଯାଇ ପାରୁଛି ଦେଖିବା। କ'ଣ ଦେଖୁଛେ ଆମେ ନା, ଗୋଟେ ବଡ଼ ସମୂହ ଅଛି, ଧର 4ଟା କାଠି ଅଛି, ତ 4ଟା କାଠିକୁ ସମାନ ସଂଖ୍ୟକ କାଠି ଯୋଡ଼ାକୁ କାଠିକୁ କେତେ ଥର ଅଲଗା କରିପାରିବେ ସେଇଟା ଦେଖିବା ଆମେ। କେମିତି ନା, ଯଥା 4ଟା କାଠି ଅଛି, ଧର ହରଣ 2ଟା କାଠି, ତ 4ଟା କାଠିରୁ 2ଟା କାଠି କେତେ ଥରକୁ ବାହାରି ପାରିବ? 2 ଥର, 2ଟା ଗ୍ରୁପ୍ରେ ବାହାରି ପାରିବ 2। ସେମିତି ତ ଆମେ ଜାଣିଛେ 4 2 4 ହରଣ କରିକି କାଢ଼ିପାରିବା। ତାମାନେ ଏଠି କିନ୍ତୁ ଆମେ ଯଦି କାଠି ପ୍ରଣାଳୀ କରିଛେ, ତାହେଲେ 4ଟା କାଠିରୁ କେତେ କହିଲା ସମାନ ସଂଖ୍ୟକ କାଠିକୁ କେତେ ଥର ଅଲଗା କରିପାରିବା। ଯଦି ସମାନ ସଂଖ୍ୟକ କାଠି 2 ହେଲା, 2କୁ ଆମେ କେତେ ଥର ଅଲଗା କରିପାରିବା? 2 ଥର ଅଲଗା କରିପାରିବା, ତାହେଲେ 2। ଠିକ୍ ଅଛି ପିଲାମାନେ। ଏବେ ଯିବା 2 ନମ୍ବର କ୍ୱେଶ୍ଚନକୁ। 2 ନମ୍ବର କ୍ୱେଶ୍ଚନରେ କହିଲା ଦ୍ୱିତୀୟ ପ୍ରଣାଳୀ, ଯେଉଁ ବହିରେ ଯେଉଁ ପ୍ରଣାଳୀ ସବୁ ଅଛି, ତ ଦ୍ୱିତୀୟ ପ୍ରଣାଳୀ କ'ଣ କହିଛି ସେଇଟା ଆମେ ଦେଖିବା। ଦ୍ୱିତୀୟ ପ୍ରଣାଳୀରେ ଦିଆଯାଇଥିବା ସଂଖ୍ୟା ପଦ୍ଧତିକୁ ଆଗକୁ ବଢ଼ାଇବାରେ ଗୋଟିଏ ଉପାୟ ହେଉଛି ଏଥିରେ 1ରୁ ଅଧିକ ଅକ୍ଷରର ସମାନ ବ୍ୟବହାର କରିବା। ଯଥା 1 ପାଇଁ ଏ ଏବଂ 27 ପାଇଁ ଏ। ମାନେ ବୁଝୁଛ ନା, ମୁଁ କହିବି ପିଲାମାନେ, ଯାହା ଅଛି କ୍ୱେଶ୍ଚନଟା ଆଗେ ପଢ଼ି ଦେଉଛି। ସେ କହିଲା 1 ପାଇଁ ଏ, 27 ପାଇଁ ଏ। କ'ଣ ପାଇଁ 27 ପାଇଁ ଏ ନେଲା ନା, ଏରୁ ଜେଡ଼୍ ପର୍ଯ୍ୟନ୍ତ ନେଲେ ABCD ନେଲେ, ତାପରେ 27ଟା ହେଉଛି 26 ପର ସଂଖ୍ୟା, ସେତେବେଳେ କ'ଣ ନେବା ନା ଆଉଥରେ ରିପିଟ୍ କରିବା, ଏକୁ ପୁଣି ଥରେ ମୂଳକୁ ଚାଲି ଆସିକି ରିପିଟ୍ କରିବା, ଏ ନେଲେ। ହଉ, ଏ ନିଆଯାଇପାରିବ। ସମସ୍ତ ସଂଖ୍ୟାକୁ ଲେଖିବା ପାଇଁ ତୁମେ ଏହି ପ୍ରଣାଳୀକୁ କିପରି ଆଗକୁ ବଢ଼ାଇ ପାରିବ ଗୋଟେ କ୍ୱେଶ୍ଚନ୍ କହିଲା। ଆଉ କହିଲା ଏହା କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ଅଛି। ତୁମେ ନିଜେ ଏକ ସଂଖ୍ୟା ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ଅଛି। ହଉ, ଆରେ ଆନ୍ସର୍ କେମିତି ଲେଖୁଛୁ ପିଲାମାନେ ମୁଁ ଦେଖ। କିଛି ନାହିଁ, ଏଇଟା ଖାଲି ସର୍ଟ ଆନ୍ସର୍ ଗୋଟେ 2ଟା ଖଣ୍ଡେ ଏକ୍ଜାମ୍ପଲ୍ ନେଇ କରିଦେବା। ସମାଧାନ କହିଲା 26 ପର୍ଯ୍ୟନ୍ତ ଆମେ ଜାଣିଛେ, 26 ପର୍ଯ୍ୟନ୍ତ ଆମେ କେମିତି ଲେଖିପାରିବା? ଏରୁ ଜେଡ଼୍ ପର୍ଯ୍ୟନ୍ତ ଲେଖିପାରୁଛେ। ଦେଖ, 1କୁ ଏ ଧରିଛେ, ବିକୁ 2 ଧରିଛେ, ସିକୁ 26 ପର୍ଯ୍ୟନ୍ତ ଚାଲିଗଲା, ଜେଡ଼୍ ପର୍ଯ୍ୟନ୍ତ ପଳେଇଲା। କିନ୍ତୁ ତାପରେ ଜେଡ଼୍ ପରେ ତ ଆମର ଆଉ ଆଲଫାବେଟ୍ ସରିଯିବ। ତାପରେ କ'ଣ କରିଛେ ନା, ଏକୁ ରିପିଟ୍ କରିଛେ। ଲେଖିବା ପରେ 27 ପାଇଁ ଏ, ସେହିପରି 28 ପାଇଁ ଏ, ବି। ଏଇଟା 2ଟା ଏକ୍ଜାମ୍ପଲ୍ ନେଲି। ତାପରେ ଆଉ ଗୋଟେ ନେକ୍ସଟ ଏକ୍ଜାମ୍ପଲ୍ ନେବା, ଯେମିତିକି 52 ପାଇଁ। କେତେ ନେବା? ଏ ତ ରହିଲା କମନ୍, ତାପରେ ଜେଡ଼୍ ପର୍ଯ୍ୟନ୍ତ ପଳେଇଗଲା, 52 ପର୍ଯ୍ୟନ୍ତ ଗଣି ଯିବ ପିଲାମାନେ। ଏ ବି ଏ ସି ଏରକ ହେଇ 52 ବେଳକୁ ଏ ଜେଡ଼୍ ଆସୁଥିବ। ଏବଂ ଦେଖ, 52 ପର ସଂଖ୍ୟାଟା ମୁଁ ନେଉଛୁ, ଦେଖ 26 ପର୍ଯ୍ୟନ୍ତ ଗୋଟେ ଥିଲା, 26 ପରେ ଏ ହେଇଗଲା। ଏବେ 52 ପର୍ଯ୍ୟନ୍ତ 2ଟା ଅକ୍ଷର ଆସୁଥିଲା, 53 ବେଳକୁ 3ଟା ଅଙ୍କ ଆସିବ। କେରକ ଆସିବ ଦେଖ, 3ଟା ଅଙ୍କ ଆସିବନି, ସରି। ତ ଏଟା ବି ହେଇଯିବ। 53କୁ ଆମେ କେମିତି ଲେଖିବା? 53 ପାଇଁ ଦେଖ, ଏଟା ଯାଇଥିଲା ପ୍ରଥମଟା, ସବୁଗୁଡ଼ା ଏ ରିପିଟ୍ ହେଉଥିଲା 27 ପାଖରୁ, ଏବେ ହେବ ବି ଏ। ଏରକ ଗୋଟେ ଚାଲିବ, ବି ଏ ବି ସି, ତାପରେ ଗୋଟେ ସଂଖ୍ୟା ଆସିବ, ତାପରେ ସି ଆରମ୍ଭ ହେବ। ହେଲା, ଲେଖା ଯାଇପାରିବ। ଏତିକି, ଆଉ କିଛି ନାହିଁ ଏଟାର। 1 ନମ୍ବର 2 ନମ୍ବର ସରିଗଲା ବେଳେ 3 ନମ୍ବର କହିଲା, যেটা କହିଲା ସେଟା ନିଜେ କରିବ। କହିଲା ତୁମେ ନିଜେ ଏକ ସଂଖ୍ୟା ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କର। ଏଟା କିଛି ନାହିଁ, ଏଟା ଆମେ ଲେଖିପାରିବାନି। ହଉ ପିଲାମାନେ, ଏବେ ଆମେ ନେକ୍ସଟକୁ ଯିବା। ପିଲାମାନେ ଏବେ ଆମେ କଣ୍ଟିନ୍ୟୁ କରିବା। ନିଜେ କରି ଦେଖ 2
पेज 59 थिबा रोमान नंबर लिखा जमती आम आई 2i 3i एवं तुम मैंने 8 क्लास रे अच्छ केते v3i सेमती दशम को x सेमती गोटे टेबुल अच्छी देख आई को 1 5 को v 10 को x 50 को l 100 को c 500 को d 1000 को m एटा तुम बही टेबुलटा अच्छी से अनुसार आम क्वेश्चन गुड़ा को सॉल्व करवा आ पिला माने चैनल को लाइक शेयर सब्सक्राइब कर सब्सक्राइब न कला को आम वीडियो बनै पार ना तुम्हें मैंने चैनल को लाइक कले मु वीडियो बनै चलि हाँ एवं आम क्वेश्चन नंबर आई को आसवा आई रे कहला 1222 भांगी के आगे प्रथम भांगी के लिखा जे क्वेश्चन कही भांगी के लिखा भांगी लिखने केमती हो पार ना 1000 जुक्त 200 जुक्त 20 जुक्त 2 1000 को आम कौन लिखिपर टेबुल एम 200 को लिखिपर सी प्लस सी 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 20 को लिखिपर 10 जुक्त 10 20 एक्स एक्स प्लस 2 को 2i लिखा आई 2i जानी तुम के एम सी सी एक्स एक्स आई आई टुआईटा करिया टुआईटा पे भलसे देखिए टिके अच्छी डिफिकल्ट तो नुहे जानवा पड़ो कमती हुए 2999 आपको पुणी भांगी के लिखा 2000 प्लस 900 प्लस 90 जुक्त 9 2000 को आम के लिखा एम प्लस एम माने एम एम प्लस 900 को तुम्हें कह 100 को 9 थर लिखा ना 900 को 1000 माइनस 100 लिखिपर 1000 रु 100 गने 900 नुहे कि ताहने एम सी लिखा जो भल से देखिए पे एम सी आम लिखा ये 900 को एम सी क्या लिखले ना 1000 माइनस 900 करके 1000 माइनस 100 करके 900 आनले तो 1000 बदल एम 100 बदल सी एम सी प्लस 90 को लिखिपर 90 को लिखिपर पे 90 को एक्स सी क्यों आनली एक्स सी क्यों आनली ना एटा विषय 90 अच्छी 90 माने 100 रु 10 बाद हम 100 रु 10 बाद हम ताने देख पे सी एक्स लिखा एक्स सी लिखा एम सी लिखा सी एम लिखा कारण जो बाद हो देख सी जिते बाद हो प्रथम लिखा जो बाद हो पर लिखा सी एम से एक्स सी प्लस 9 बदल आई एक्स जाने 9 को आई एक्स क्या कहला 9 इक्वल टू आई एक्स केमती होता ना 10 माइनस 1 10 को एक्स आउ आई को 1 को आई लिखुचे आउ सब जेटा मुझे कौन कहली जेटा को सान जेटा को आगे लिखा आई एक्स तो 9 आई एक्स केमती बुझल सेमती सबुड़ा एगुड़ा सबुड़ा सेमती करते हम एम एम सी एम एक्स सी आई एक्स भल से देखिए पे मैंने दुटा यहाँ जो कनसेप्ट आई एक्स होता से कनसेप्ट एक्स सी होती सी एम होती आटा आगे लिखे भल से देखिए एम सी लिखने हेनी सी एम लिखा पड़ो 3i 3i साधा किसी ना 302 302 भांग के लिखा 300 प्लस 2 300 बदल सी 100 बदल सी 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 3 थर लिखले 100 प्लस 100 प्लस 100 सी 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 प्लस 2 आई 2i तेन के गला ना सी 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 आई आई लास्ट क्वेश्चन ये केते कहला 715 भांगी लिखा 715 केमती लिखा 700 जुक्त 100 10 जुक्त 5 लिखा नहीं आपको भांगी लिखा 500 जुक्त 200 500 देख आम 500 गोटे थी डी अच्छी तो 700 को 500 जुक्त 200 प्लस 10 जुक्त 5 500 को आम डी लिखिपर
तो पे लक्ष्य कल 500 उपरकू जो रोचु ये देख 500 उपरकू थिला तो आम ऊपर आड़ नौले ये 500 जस्ट उपरकू थिला तो 700 को आम केमती लिखले 700 500 जुक्त 200 डी प्लस 200 को सी सी लिखा ये दीर्घ 300 को सी 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 लिखा 200 को सी सी लिखा प्लस 10 को तो एक्स लिखा आ 5 को भी लिखा मैंने केते गला डी सी सी एक्स भी पे आंसर गुड़ा देखला तो युड़ा सब ठीक अच्छे पे ये वीडियो को ये सारी नेक्स्ट वीडियो निजे कर देख 3 टा करवा आउ चैनल को लाइक शेयर सब्सक्राइब कर तो जल्दी जल्दी वीडियो बनेबा आमे।